ମୁଁ ଲଲାଟ କେଶରୀ ନାୟକ ଜ୍ୟୋତିର୍ବିଦ ଓଡ଼ିଶାର ଅଗଣିତ ଦର୍ଶକମାନଙ୍କୁ ନବବର୍ଷର ଶୁଭେଚ୍ଛା। ନବବର୍ଷ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେଉ ଏବଂ ସମସ୍ତଙ୍କର ଚଲାପଥ କୁସୁମିତ ହେଉ ପ୍ରଭୁଙ୍କ ପାଖରେ ମୋର ପ୍ରାର୍ଥନା। ସମସ୍ତେ ସୁସ୍ଥ ଏବଂ ନିରାମୟ ଜୀବନଯାପନ କରନ୍ତୁ। ଆସନ୍ତା 2026 ଯେଉଁ ନୂତନ ବର୍ଷ ଆସୁଛି, ଯଦି ନ୍ୟୁମରୋଲୋଜି ହିସାବରେ ଆମେ ଦେଖିବା, ନ୍ୟୁମରୋଲୋଜି 2 + 0 + 2 + 6 = 10, 1 + 0 = 1। 1 ଅର୍ଥାତ୍ ଜ୍ୟୋତିଷ ଶାସ୍ତ୍ର ହିସାବରେ ରବି ଗ୍ରହକୁ ରିପ୍ରେଜେଣ୍ଟ କରେ। ରବି ହେଉଛନ୍ତି ଆମେ ସମସ୍ତେ ଜାଣିଛେ ସକଳ ଶକ୍ତିର ଆଧାର। ରବିଙ୍କ ବିନା ବା ସୂର୍ଯ୍ୟଙ୍କ ବିନା ଯେମିତି ପ୍ରାଣୀ ଜଗତ ଅସ୍ତବ୍ୟସ୍ତ, ଜୀବ ଜଗତ ଅସ୍ତବ୍ୟସ୍ତ, ଠିକ୍ ସେମିତି ଦେଶ ବା ରାଜ୍ୟ କଥା ଯଦି ଆମେ ବିଚାର କରିବା, ରବିଙ୍କ ବିନା ସବୁକିଛି ଅସମ୍ଭବ। ରବି ଗ୍ରହ କହିଲେ ଆପଣଙ୍କର ଘରର ମୁଖିଆ, ଗ୍ରାମର ମୁଖିଆ, ରାଜ୍ୟର ମୁଖିଆ, ଦେଶର ମୁଖିଆ ବା ପରିବାରର ମୁଖ୍ୟକୁ ବୁଝାଉଥାଏ। ଏମାନେ ହେଉଛନ୍ତି ରବିଙ୍କର କାରକତ୍ୱ ବହନ କରନ୍ତି। ବା ପଶୁମାନଙ୍କ ମଧ୍ୟରେ ଯଦି ସିଂହକୁ ଆମେ ନେବା, ସେ ମଧ୍ୟ ରବିକି ରିପ୍ରେଜେଣ୍ଟ କରନ୍ତି। ଆପଣ ଦେଖିବେ ଏ ବର୍ଷ ଦେଶରେ ଯେଉଁଭଳି ଭାବରେ ଅରାଜକତା, ଦୁର୍ନୀତି, ଯୁଦ୍ଧ ବିଶ୍ୱ ମଧ୍ୟରେ ବି ଆପଣମାନେ ଦେଖିବାକୁ ପାଇବେ। ଯେକୌଣସି ଘଟଣା ଦୁର୍ଘଟଣା ଘଟିଛି ବିଗତ ବର୍ଷରେ ଘଟିଛି, କାରଣ ଗତ ବର୍ଷ ମଙ୍ଗଳଙ୍କର ଉପସ୍ଥିତି ଥିଲା। ମଙ୍ଗଳ ରିପ୍ରେଜେଣ୍ଟ କରୁଥିଲେ। ମଙ୍ଗଳ ହେଉଛନ୍ତି ରକ୍ତ, ମଙ୍ଗଳ ହେଉଛି ଯୁଦ୍ଧ, ମଙ୍ଗଳ ହେଉଛି ଦୁର୍ଘଟଣା। ଏ ବର୍ଷ ସେସବୁ ଏତେଟା ଦେଖାଦେବ ନାହିଁ। ଏ ବର୍ଷ ମୁଖିଆ ମାନଙ୍କର ପ୍ରାଧାନ୍ୟତା ବଢ଼ିବ। ଯେମିତିକି ନେତୃମଣ୍ଡଳୀ ବା ନେତୃବର୍ଗରେ ଯେଉଁମାନେ ଅଛନ୍ତି, ଆପଣ ଦେଖିବେ ରାଜନୀତି କ୍ଷେତ୍ରରେ ଯେଉଁମାନେ ଅଛନ୍ତି ସେମାନଙ୍କର ପ୍ରାଧାନ୍ୟତା ବୃଦ୍ଧି ପାଇବ। ସେମାନଙ୍କର ବ୍ୟକ୍ତିତ୍ୱ, ସେମାନଙ୍କର ଭାଷଣ, ସେମାନଙ୍କର ବୁଦ୍ଧି ବିବେକ ବିଚାର ଅନୁଯାୟୀ ସେମାନେ ରାଜ୍ୟ ଶାସନ କରିବେ ଏବଂ କିଛିଟା ଶୃଙ୍ଖଳିତ ଏବଂ ମାର୍ଜିତ ପରିଲକ୍ଷିତ ହେବ। ପୂର୍ବ ବର୍ଷ ଭଳି ଏତେଟା ବିଶୃଙ୍ଖଳିତ ଦେଖାଯିବ ନାହିଁ। ଏମିତି ଯଦି ଦେଖିବା, ଭାରତର ରାଶିଚକ୍ର ହେଉଛି କର୍କଟ ରାଶି। କର୍କଟ ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ର। ଚନ୍ଦ୍ର ଏବଂ ରବିଙ୍କ ସହିତ ସୁସମ୍ପର୍କ ଥିବାରୁ ଏ ବର୍ଷ ଭାରତରେ ଦେଖିବେ ଯେଉଁ ଶାସକ ଦଳ ଖୁବ୍ ସୁନ୍ଦର ଭାବରେ ଶାସନ କରିବେ। ଲୋକ ମଧ୍ୟ ଜନସାଧାରଣ ସେ ଶାସନକୁ ସମ୍ମାନ ଜଣାଇବେ। ଇଏ ହେଉଛି ଆମର ଦେଶର ରାଶିଫଳ। ଯଦି 12ଟି ରାଶି କଥା ଆମେ ଆଲୋଚନା କରିବା, ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମେଷ ରାଶିର ଅଧିପତି ହେଉଛନ୍ତି ମଙ୍ଗଳ। ମଙ୍ଗଳ ଏବଂ ରବି ସୁସମ୍ପର୍କ ଥିବାରୁ ମେଷ ରାଶିର ମୋଟାମୋଟି ଶୁଭ ଫଳ ପ୍ରଦାନ କରିବ। ବୃଷ ରାଶି ସେଇଭଳି ଭାବରେ, ବୃଷ ରାଶିର ମାଲିକ ହେଉଛନ୍ତି ଶୁକ୍ର। ଶୁକ୍ର ରବିଙ୍କ ସହିତ ସମ୍ପର୍କଟା ସେତେ ଭଲ ରହେ ନାହିଁ, ସେଥିପାଇଁ ମଧ୍ୟମ ଫଳ ପ୍ରଦାନ କରିବ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ। ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ, ମିଥୁନ ରାଶିର ଅଧିପତି ହେଉଛନ୍ତି ବୁଧ। ତେଣୁ ବୁଧ ରବି ଗୋଟେ ବୁଧାଦିତ୍ୟ ଯୋଗ ସୃଷ୍ଟି କରନ୍ତି, ଯେଉଁଟାକି ରାଜଯୋଗ ସହିତ ସମାନ। ତେଣୁ ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ଭଲ ସମୟ। କର୍କଟ ରାଶିର ବ୍ୟକ୍ତିବିଶେଷ ମୁଁ କହିଛି, ଚନ୍ଦ୍ର ହେଉଛନ୍ତି ତାର ମାଲିକ। ତେଣୁ ଚନ୍ଦ୍ର ରବି ରାଜା ହେଲେ ଚନ୍ଦ୍ର ହେଉଛନ୍ତି ରାଣୀ। ତେଣୁ ତାଙ୍କର ମଧ୍ୟ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କର ମଧ୍ୟ ଭଲ ସମୟ। କର୍କଟ ପରେ ଆପଣଙ୍କର ସିଂହ ରାଶିର ମାଲିକ ରବି। ତେଣୁ ଯେହେତୁ ଏ ବର୍ଷ ରବି ରିପ୍ରେଜେଣ୍ଟ କରୁଛନ୍ତି, ତେଣୁ ସିଂହ ରାଶିର ମଧ୍ୟ ଭଲ ରହିବ। କନ୍ୟା ରାଶିର ମାଲିକ ହେଉଛନ୍ତି ବୁଧ। ବୁଧ ସହିତ ରବିଙ୍କର ମୁଁ କହିଛି ଭଲ ସମ୍ପର୍କ, ସେଥିପାଇଁ କନ୍ୟା ରାଶି ମଧ୍ୟ ସୁସମ୍ପର୍କ ରହିଥିବାରୁ ଶୁଭତ୍ୱ ପରିଲକ୍ଷିତ ହେବ। ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ, ତୁଳା ରାଶିର ବ୍ୟକ୍ତିଙ୍କର ମାଲିକ ହେଉଛନ୍ତି ଶୁକ୍ର। ତେଣୁ ଶୁକ୍ର ଏବଂ ରବିଙ୍କର ସମ୍ପର୍କରେ ସେମିତି ଶୁଭ ଦେଖାଯାଏ ନାହିଁ, ଶତ୍ରୁତା ଥାଏ, ଯେଉଁଥିପାଇଁ କି ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସମ୍ପୂର୍ଣ୍ଣ ଶୁଭ ଫଳ ପ୍ରଦାନ କରିବ ନାହିଁ। ବିଛା ରାଶି, ମଙ୍ଗଳ ରିପ୍ରେଜେଣ୍ଟ କରୁଛନ୍ତି। ରବି ରାଜା ହେଲେ ମଙ୍ଗଳ ହେଉଛନ୍ତି ସେନାପତି। ତେଣୁ ରାଜା ସହିତ ସେନାପତିଙ୍କର ସବୁବେଳେ ସୁସମ୍ପର୍କ ଥାଏ। ତେଣୁ ବିଛା ରାଶି ଦେଖିବେ
ଯେକୌଣସି କାମ ତାଙ୍କର ପେଣ୍ଡିଂ ରହିଛି ଆଗରୁ ବା ଯେକୌଣସି ପଇସା ଅଟକି ଯାଇଛି ସେ ଏ ବର୍ଷ ନିଶ୍ଚିତ ଭାବରେ ଫେରି ପାଇବେ। ବିଛା ପରେ ଆପଣଙ୍କର ଧନୁରାଶି, ଧନୁରାଶିର ମାଲିକ ହେଉଛନ୍ତି ବୃହସ୍ପତି, ଦେବଗୁରୁ ବୃହସ୍ପତି। ରବି ରାଜା ହେଲେ ଇଏ ହେଉଛନ୍ତି ଗୁରୁ, ଗୁରୁଙ୍କ ପାଖରେ ସବୁବେଳେ ରାଜା ସବୁବେଳେ ନତମସ୍ତକ। ତେଣୁ ସମସ୍ତ ପ୍ରକାର ଶୁଭ ଫଳ ପ୍ରଦାନ କରିବ ଧନୁରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ। ମକର ରାଶି, ମକର ରାଶିର ମାଲିକ ହେଉଛନ୍ତି ଶନି। ଶନି ରବିଙ୍କର ଯଦିବା ପୁଅ, କିନ୍ତୁ ଶନି ରବି ଭିତରେ ସବୁବେଳେ ଶତ୍ରୁତା ଲାଗି ରହିଥାଏ। ତେଣୁ ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏ ବର୍ଷଟା ଟିକେ ଷ୍ଟ୍ରଗଲ କରିବାକୁ ବେଶୀ ମାତ୍ରାରେ ପଡ଼ିବ, ଯେଉଁଥିପାଇଁ କି ମୁଁ କହିପାରିବିନି ସେମିତି ଶୁଭ ଫଳ ପ୍ରଦାନ କରିବ ବୋଲି। କୁମ୍ଭ ରାଶିର ମଧ୍ୟ ସମାନ ପରିସ୍ଥିତି, କାରଣ କୁମ୍ଭ ରାଶିର ମାଲିକ ବି ଶନି। ତେଣୁ ଶନି ହେଇଥିବାରୁ ଏ ବର୍ଷ ଟିକେ କଷ୍ଟସାଧ୍ୟ ହେବ। କୁମ୍ଭ ପରେ ଆପଣଙ୍କର ମୀନ ରାଶି, ମୀନ ରାଶିରେ ମାଲିକ ହେଉଛନ୍ତି ଦେବଗୁରୁ ବୃହସ୍ପତି। ଯଦିବା ଭଲ ସମୟ ଆପଣଙ୍କର କୁମ୍ଭ ରାଶିରେ ଏବେ ଶନି ଚଳନ, ମୀନ ରାଶିରେ ଶନି ଚଳନ ଥିବାରୁ ବା ଶନି ଅବସ୍ଥାନ କରୁଥିବାରୁ ଶନିଙ୍କର 7.5 ରହିଛି। କୁମ୍ଭ, ମୀନ ଏବଂ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶନିଙ୍କର 7.5 ରହିଛି, ଯେଉଁଥିପାଇଁ କି ଶନି 7.5ରେ ଶନି ହେଉଛନ୍ତି ଧର୍ମର କାରକ, ବିଚାରକ ହେଇଥିବାରୁ ଇଏ 3ଟି ରାଶି କି ସିଏ କର୍ମ ଅନୁସାରେ ଫଳ ପ୍ରଦାନ କରିବେ। ତେଣୁ ମୁଁ ଅନୁରୋଧ କରିବି କୁମ୍ଭ, ମୀନ ଏବଂ ମେଷ ରାଶିର ବ୍ୟକ୍ତି ବିଶେଷ ସତ୍ ପଥରେ ରୁହନ୍ତୁ, ସତ୍ କର୍ମ କରନ୍ତୁ, ନିଶ୍ଚିତ ଭାବରେ ତାଙ୍କର ଚଲାପଥ ପୁଷ୍ପମୟ ହେବ। ରହୁଛି, ଜୟ ଜଗନ୍ନାଥ।